ଆପଣ କେବେ ଭାବିଛନ୍ତି କି ମୁଁ ଯେତେ ଟଙ୍କା ସମୟ ଓ ପରିଶ୍ରମ ଲଗାଉଛି ସେଗୁଡ଼ା ରିଟର୍ଣ୍ଣ ହେବ ସତରେ, ନା ସେର ବର୍ଥ ଅଛି କି? କେତେବେଳେ ଆମେ ଇନଭେଷ୍ଟମେଣ୍ଟକୁ କରୁଛେ, କିନ୍ତୁ ରେଜଲ୍ଟ ଦେଖି ମନେ ହୁଏ ଏତେ କରି ମଧ୍ୟ ମୋର କିଛି ହେଲା ନାହିଁ। ତ ଏଇସବୁ ଯେଉଁ ଭାବନାଟା ରହୁଛି, ଆଜିର ଭିଡ଼ିଓଟା ସେହି ଉପରେ ହିଁ ମୋର ରହିଛି। ତେବେ ଆଜିର ଭିଡ଼ିଓଟିକୁ ଆମେ ଡିଟେଲରେ ବୁଝିବା ଇନଭେଷ୍ଟମେଣ୍ଟ ଭର୍ସେସ୍ ରିଟର୍ଣ୍ଣ। କେଉଁଟା ଇନଭେଷ୍ଟମେଣ୍ଟର ଆମର ବର୍ଥ ଅଛି, କେଉଁଟା ଟାଇମ୍ ୱେଷ୍ଟ ଯାଉଛି। ଠିକ୍ ଅଛି, ତ ଭିଡ଼ିଓଟିକୁ ଏଣ୍ଡ ପର୍ଯ୍ୟନ୍ତ ଦେଖିବେ, ମାଇଣ୍ଡସେଟ୍ ନିଶ୍ଚୟ ଚେଞ୍ଜ ହେବ। ଦେଖନ୍ତୁ, ମେନ୍ ଜିନିଷ ରହିଲା ଆଜି ଆମେ ଜାଣିବା ଇନଭେଷ୍ଟମେଣ୍ଟ କ'ଣ। ଠିକ୍ ଅଛି, ତ ନମସ୍ତେ, ମୋ ନାଁ ଆଶା। ମୁଁ ଆଜି ଇନଭେଷ୍ଟମେଣ୍ଟ କିପରି କରାଯାଏ, ସେଥିରେ ଲାଭ କ'ଣ, ଆପଣ ରିଟର୍ଣ୍ଣ କ'ଣ ପାଇବେ, ତା ଉପରେ ମୁଁ ଆଜି କହିବି। ତ ମୋ କହିବା ଅର୍ଥ ଇନଭେଷ୍ଟମେଣ୍ଟ ଖାଲି ବୁଝାଏ ଯେ କେବଳ ଟଙ୍କା ନୁହେଁ। ଠିକ୍ ଅଛି, ତ ଇନଭେଷ୍ଟମେଣ୍ଟ ଆମର 3 ପ୍ରକାର ରହୁଛି। ଗୋଟେ ହେଉଛି ମନି ଇନଭେଷ୍ଟମେଣ୍ଟ, ଗୋଟେ ହେଉଛି ଟାଇମ୍ ଇନଭେଷ୍ଟମେଣ୍ଟ, ଆଉ ଗୋଟେ ହେଉଛି ଏଫର୍ଟ ଇନଭେଷ୍ଟମେଣ୍ଟ। ମନି ଇନଭେଷ୍ଟମେଣ୍ଟ ଅର୍ଥ ଆମେ ଟଙ୍କାକୁ ଲଗାଇବା, ଟାଇମ୍ ଇନଭେଷ୍ଟ ଅର୍ଥ ସମୟକୁ ଲଗାଇବା, ଏଫର୍ଟ ଇନଭେଷ୍ଟମେଣ୍ଟ ପରିଶ୍ରମକୁ ଲଗାଇବା। ଫର୍ ଏକ୍ସାମ୍ପଲ୍, ଯେମିତି ଦେଖନ୍ତୁ, କୋର୍ସ ଆମକୁ କିଣିବା, ସେଇଟା ହେଉଛି ଆମର ମନି ଇନଭେଷ୍ଟ ହେଲା। ସ୍କିଲ୍ ଶିଖିବା, ସେଇଟା ହେଲା ଆମର ଟାଇମ୍ ଇନଭେଷ୍ଟମେଣ୍ଟ ହେଲା। ତାପରେ ଆମର ରହିଲା ପ୍ରାକ୍ଟିସ୍ କରିବା, ଗୋଟେ ଏଫର୍ଟ ଇନଭେଷ୍ଟମେଣ୍ଟ ହେଲା। ଠିକ୍ ଅଛି, ଏସବୁ ହେଲା ଆମର ଗୋଟେ ଗୋଟେ ଇନଭେଷ୍ଟମେଣ୍ଟ। ତ ତା ବଦଳରେ ଆମେ କ'ଣ ପାଉଛେ, ହାଉସ୍ ୱାଇଫ୍ ମାନେ ଅନଲାଇନ୍ ଅର୍ଣ୍ଣିଂ ଯଦି ଶିଖୁଛନ୍ତି, ତ ଏଇଟା ହିଁ 3ଟା ଇନଭେଷ୍ଟମେଣ୍ଟ ତାଙ୍କୁ ମିଶିକି କରିବାକୁ ପଡ଼ିବ। ଗୋଟେ ମନି ଇନଭେଷ୍ଟମେଣ୍ଟ କରିବେ, ସେକେଣ୍ଡ ସମୟକୁ ଇନଭେଷ୍ଟମେଣ୍ଟ କରିବେ, ଥାର୍ଡ଼ ଏଫର୍ଟ ଇନଭେଷ୍ଟମେଣ୍ଟ କରିବେ। ଯେଉଁ ଇନଭେଷ୍ଟମେଣ୍ଟ କରିବେ ତା ବଦଳରେ ସେ ରିଟର୍ଣ୍ଣ କ'ଣ ପାଇବେ। ରିଟର୍ଣ୍ଣ ମାନେ କ'ଣ ନା, ଇନଭେଷ୍ଟମେଣ୍ଟ ପରେ ଆପଣ କ'ଣ ପାଉଛନ୍ତି ତାକୁ ହିଁ ଆମେ ରିଟର୍ଣ୍ଣ କହୁଛେ। ଦେଖନ୍ତୁ, ରିଟର୍ଣ୍ଣ ସବୁବେଳେ ମନି ହେବ ନାହିଁ। ସେଥିରେ କିଛି ମାନେ ଯେ ଆମେ ପଇସା ଇନଭେଷ୍ଟ କଲେ ଆମେ ସେଇଠି ବାହାରିବ। ରିଟର୍ଣ୍ଣ ଏହା ବି ହେଇପାରେ ଯେଉଁଥିରେ କି ଆପଣ ସ୍କିଲ୍, ବହୁତ ଭଲ କନଫିଡେନ୍ସ ଆସିପାରିବ ସ୍କିଲ୍ ଶିଖିକି। ବହୁତ ଭଲ ଆର୍ନିଂଟା ତ ବହୁତ ପରର କଥା, ବହୁତ ନଲେଜ ବି ଆପଣ ବିଲ୍ଡ କରିପାରନ୍ତି। କନଫିଡେନ୍ସ ସେଠୁ ଯେତେବେଳେ ଆମର ରିଟର୍ଣ୍ଣ ଆପଣ ଇନଭେଷ୍ଟମେଣ୍ଟ କରୁଛନ୍ତି, ସେଠୁ ରିଟର୍ଣ୍ଣ ବି ପାଇପାରନ୍ତି। ଏକ୍ସପିରିଏନ୍ସଟେ ବି ଆପଣ ରିଟର୍ଣ୍ଣ ପାଇପାରନ୍ତି। ତା ସହିତ ଆପଣ ଗୋଟେ ଅପରଚ୍ୟୁନିଟି ବି ଆପଣ ରିଟର୍ଣ୍ଣ ପାଇପାରନ୍ତି। ସେଗୁଡ଼ା ବି ହେଇପାରିବ। ରିଟର୍ଣ୍ଣ ନୁହେଁ ସବୁବେଳେ ମନି ରିଟର୍ଣ୍ଣ ପାଇବେ, ମନିଟା ବହୁତ ଲାଷ୍ଟରେ ପାଆନ୍ତି, କିନ୍ତୁ ଫାର୍ଷ୍ଟ ନଲେଜ, କନଫିଡେନ୍ସି, ଏକ୍ସପିରିଏନ୍ସ, ଅପରଚ୍ୟୁନିଟି, ଏଗୁଡ଼ା ହିଁ ଆପଣ ଫାର୍ଷ୍ଟ ରିଟର୍ଣ୍ଣ ପାଇବେ। ଦେନ୍ ତାପରେ ଆପଣ ପାଇବେ ଇନକମ୍। ଫର୍ ଏକ୍ସାମ୍ପଲ୍, ଆପଣ ଗୋଟେ ଭିଡ଼ିଓ ଏଡ଼ିଟିଂ ଶିଖିଲେ, ଫାର୍ଷ୍ଟ ମନ୍ଥରେ ଇନକମ୍ କ'ଣ ଆପଣଙ୍କୁ ଆସିପାରେ ନା, କିନ୍ତୁ ଆପଣ କ'ଣ ପାଇବେ ସେଥିରେ ନା, ସ୍କିଲ୍ ପାଇଲେ, କନଫିଡେନ୍ସ ପାଇଲେ। ତ ଏଇଟା ହିଁ ଆପଣ ଫ୍ୟୁଚର ଇନକମ୍ର ଫାଉଣ୍ଡେସନ୍। ଠିକ୍ ଅଛି, ଫାଉଣ୍ଡେସନ୍ଟା ଷ୍ଟ୍ରଙ୍ଗ ହେଲା ମାନେ ଆପଣ ଯେଉଁ ଇନଭେଷ୍ଟମେଣ୍ଟ କରିବେ ତାର ରିଟର୍ଣ୍ଣଟା ନିଶ୍ଚୟ ପାଇବେ ଆପଣ। କେବଳ ଇନଭେଷ୍ଟମେଣ୍ଟ ବର୍ଥ ଯାଏନି। ଇନଭେଷ୍ଟମେଣ୍ଟ କ'ଣ ବର୍ଥ ହୁଏ ନା, ଯେତେବେଳେ ଆମେ ଗୋଟେ ଦେଖନ୍ତୁ, ବହୁତ ଲଙ୍ଗ ଟର୍ମ ବେନିଫିଟ୍ସ ଥାଏ ଯେଉଁଥିରେ, ବା ଗ୍ରୋଥ ମିଳେ ଯେଉଁଥିରେ, ତ ଫ୍ୟୁଚର ଅପରଚ୍ୟୁନିଟିଜ୍ ଯେଉଁଥିରେ ଥାଏ। ତ ସେଗୁଡ଼ା କ'ଣ କହିଲେ, ଫ୍ୟୁଚର ଆମେ ଲଙ୍ଗ ଟର୍ମ ବେନିଫିଟ୍ ରହିଥିବ, ଯଦି ଗ୍ରୋଥ ମିଳୁଥିବ, ବା ଯେଉଁଥିରେ ଅପରଚ୍ୟୁନିଟି ଖୋଲିଥାଏ। ତ ସେଇଟା ହିଁ ଆମର ରହିଲା କି ଇନଭେଷ୍ଟମେଣ୍ଟର ବର୍ଥ ହୁଏ। ଦେଖନ୍ତୁ, କେମିତି ନା, ଏଜୁକେସନ୍ ଇଏ ସବୁଦିନ ବି ଆପଣ ବର୍ଥ, ସ୍କିଲ୍ ଲର୍ଣ୍ଣିଂ ଇଏ ସବୁଦିନ ବି ଆମର ବର୍ଥ, ହେଲ୍ଥ ଆଉ ସେଲ୍ଫ ଡେଭଲପମେଣ୍ଟ ଏଗୁଡ଼ା ସବୁଦିନ ବି ଆମର ବର୍ଥ ହିଁ ଥାଏ। ତ ସେମିତି କିଛି ନୁହେଁ ଯେ କି ଆମର ଦିନକୁ ଆଜିକା ଯାହା ୱାନ୍ସ ଶିଖିଲା ମାନେ ସବୁଦିନ ବି ଆମର ସେ ବର୍ଥ ରହିବ। ଠିକ୍ ଅଛି, ତା ଛଡ଼ା ଦେଖନ୍ତୁ, ଟାଇମ୍ ପାସ୍ ସ୍କ୍ରଲିଂ, ଏଇଟା କ'ଣ ବର୍ଥ ନା, ଏଇଟା ହେଉଛି ଲସ୍। ନେଗେଟିଭ୍ ପିପଲ୍ ସହିତ ମିଶିବା, ଅନନେସେସାରୀ ଗପିବା, ସେଇଟା ବି ଆମର ଲସ୍। କିନ୍ତୁ ଏଗୁଡ଼ା କ'ଣ ଇନଭେଷ୍ଟମେଣ୍ଟ କୁହାଯାଏ ନା, ଏଗୁଡ଼ାକ ଇନଭେଷ୍ଟମେଣ୍ଟ କୁହାଯାଏ। ଏଗୁଡ଼ା ଆମର ଲସ୍ରେ ହିଁ ଯିବ। ତ ଆପଣ ଗାଇଜ୍, ଆପଣମାନଙ୍କ ହ୍ୱାଇ ରିଟର୍ଣ୍ଣ ଆସିବାରେ ଡିଲେ ହୁଏ, କାହିଁକି ଆମର ଯେଉଁ ରିଟର୍ଣ୍ଣଟା ହୁଏ ସେ ଡିଲେ କାହିଁକି ହୁଏ ନା, ବହୁତ ଲୋକ ଇନଭେଷ୍ଟମେଣ୍ଟ କରି ତୁରନ୍ତ ରେଜଲ୍ଟ ଚାହାନ୍ତି। ଠିକ୍ ଅଛି, ଯେଉଁଥିରେ କି ସାଙ୍ଗେ ସାଙ୍ଗେ ରେଜଲ୍ଟ ପାଇବେନି। କିନ୍ତୁ ଗୋଟେ ରିଅଲ୍ ସକ୍ସେସ୍ର ସବୁବେଳେ ଗୋଟେ ଜିନିଷ ଥାଏ, ଯିଏ ଯେତେ ଡିଲେ ହୁଏ ତାର ସକ୍ସେସ୍ ନିଶ୍ଚୟ ସୁନିଶ୍ଚିତ, କିନ୍ତୁ ସାଙ୍ଗେ ସାଙ୍ଗେ ପାଇବେନି। ସପୋଜ୍ ଗୋଟେ ଗଛ ମଞ୍ଜିଟେ ନେଇ ଗୋଟେ ଗଛ ଲଗାଇବା, ଗଛ କ'ଣ ସାଙ୍ଗେ ସାଙ୍ଗେ ଉଠିଯିବ ନା, ସେ ଧୀରେ ଧୀରେ ସମୟ ଅନୁସାରେ ଉଠିବ। ଠିକ୍ ସେହିପରି ଗୋଟେ ଜିମ୍ ଆମକୁ ଗଲେ, ଆମେ ଯେଉଁ ଜିମ୍ରେ ବଡ଼ି ବନାନ୍ତି ବଏଜ୍ ମାନେ, ତ ସେ କ'ଣ ଆଜିକାଲି ତାର ବଡ଼ି ବନାନ୍ତି ନା, ସେ ବି ସମୟ ଅନୁସାରେ ହିଁ ତାର ବଡ଼ି ବନେ। ଠିକ୍ ସେହିପରି ସ୍କିଲ୍ ଶିଖିଲେ ମାନେ ଆଜି ଶିଖିଲେ କାଲି ଇନକମ୍ କରିଦେବେ, ସମୟ ଅନୁସାରେ ହିଁ ଆପଣ ଇନକମ୍ କରିବେ। କନସିଷ୍ଟେନ୍ସି ହିଁ ରିଏଲ୍ ଇନଭେଷ୍ଟମେଣ୍ଟ, ବୁଝିପାରିଲେ। ତ ସେମିତି କିଛି ଆଜି ଜଏନ୍ କାଲି ଇନକମ୍ କରିବେ, ଆଜି ଜଏନ୍ କାଲି ସ୍କିଲ୍ ଶିଖିବେ, ଦେନ୍ ଅର୍ଣ୍ଣିଂ କରିବେ।
तो स्मार्ट इन्वेस्टमेंट माइंडसेट ओके। तो स्मार्ट पीपुल कौन करना शॉर्ट टर्म एक्सेप्ट करन से कि लॉन्ग टर्म एक्सेप्ट कर मुझे इनकम करी लॉन्ग टर्म गेन उपरे फोकस करती केमी मु स्किल शिखी नॉट इनकम बुझिपारे। तो फॉर एग्जांपल मो कहवा अर्थ या जे देखो माने 2 घंटा जो आम मोबाइल स्क्रोलिंग करवा 2 घंटा ताले लर्निंग कहीं करदेवानी बुझिपारे कि तो आम शिखिपर जदि आम डेली सीरियल देखा जो आजिकल जो भंगा सीरियल देखा हुए जो देखा से कौन मिलवा आम कहले टे ऑनलाइन स्किल शिखिवा ये दुटा जब आप करेंगे देखिए गोटे 1 ईयर माने पर बहुत निज भी क्लीयर कॉन्फिडेंस भी देखिपारे ठीक अच्छे। तो राइट इन्वेस्टमेंट बिग फ्यूचर रिटर्न आ रॉन्ग इन्वेस्टमेंट टाइम भी लॉस मनी भी लॉस बुझिपारे ना दीटा एक डिफरेंट कौन। तो से आम सब राइट इन्वेस्टमेंट करवा जो फ्यूचर पे आम बहुत बड़ फ्यूचर हे माने फ्यूचर ही से आमको रिटर्न कर किंतु रॉन्ग इन्वेस्टमेंट टाइम भी वेस्ट मनी भी लॉस से प्रश्न यह आम फ्यूचर को इम्प्रूव कर तो जदि आंसर येस देन इट इज वर्थ ओके। तो गाइज आपको जदि मो वीडियो गुड़ाक भल लगुए जदि आप चाहते मो वीडियो आपको हेल्पफुल लगिला ताले लाइक गोटे करेंगे कमेंट रे आपण माने जदि आप इंटरेस्टेड होउछंती तो वर्थ भी लिखिबे सब्सक्राइब भी करंतु आ गोटे माने हाउस वाइफ मान को सक्सेस टिप्स पाई माने आपणकर सक्सेस जर्नी एठारु आपण जदि चाहूछंती स्टार्ट करिबा पई ताहले आपण मो कमेंट बॉक्स लिखिपारे एवं बहुत मात्रा शेयर करूँ जो हाउस वाइफ मैंने चाहूँ घरे बस अर्निंग करने से भी आसी शिखिपारे और अर्निंग करें। नमस्कार।